ପିଲାମାନେ ଦେଖ ତମର ଓଡ଼ିଆ ଅନର୍ସ ଯେଉଁ କୋର୍ 10 ଅଛି କୋର୍ 10ର ତମର ଦେଖିବ ପ୍ରିଭିୟସ୍ର କୋଶ୍ଚିନ୍ କେମିତି ଆସୁଛି ଯେ ପ୍ରିଭିୟସ୍ର କୋଶ୍ଚିନ୍ କେମିତି ଆସୁଛି କ'ଣ ବାରମ୍ବାର ଆସୁଛି ସେଇଟା ବି ଜାଣିବା ତମର ନିହାତି ଦରକାର ଠିକ୍ ଅଛି। ତ ପ୍ରିଭିୟସ୍ର କୋଶ୍ଚିନ୍ ତ ନେକ୍ସଟ ଯେଉଁ ପୂର୍ବ ବର୍ଷର କୋଶ୍ଚିନ୍ ବୁଝିପାରୁଛ ତ 23ର କୋଶ୍ଚିନ୍ ସବୁକିଛି କେମିତି ଆସୁଛି ସେଇଟା ଜାଣିବା ନିହାତି ତମର ଇମ୍ପୋର୍ଟାଣ୍ଟ। ତ ଆଜି ଆମେ କ'ଣ କରିବା ନା ସେଇ ଜିନିଷ ଦେଖିବା କୋର୍ 10 ଯେଉଁଗୁଡ଼ା ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଆଉ ଲଙ୍ଗ୍ କୋଶ୍ଚିନ୍ ମୁଁ ତୁମକୁ କହିବି କେବଳ 15ଟି ତା ଭିତରୁ ହିଁ ଆସିବ ବାହାରୁ କୌଣସି ଜିନିଷ ଆସିବନି। ଆଉ ତମେମାନେ କ'ଣ କରିବ ନା ପଏଣ୍ଟ ଦେଇକି ଲେଖିବାକୁ ଚେଷ୍ଟା କରିବ ଠିକ୍ ଅଛି। ତ ଯେଉଁମାନେ ବି ପଏଣ୍ଟ ଦେଇ ଲେଖୁଛନ୍ତି ସେମାନଙ୍କର ବହୁତ ଭଲ ରେଜଲ୍ଟ ମଧ୍ୟ ହେଉଛି ଠିକ୍ ଅଛି। ତ ପ୍ରଥମେ ଦେଖିବା ଆମେ କ'ଣ କରିବା ପ୍ରଥମେ ଦେଖ ଯେ ତମର କ'ଣ ଦେଇଛି ବେସିକଲି କ'ଣ ବାରମ୍ବାର ପଚାରୁଛି ସେଇଟା ମେନ୍ ଜାଣିବା ଦରକାର କି ସେଇ ଉପରେ ଆମେ ଯଦି ପଢ଼ିକି ଯାଇଥିବା ତାହେଲେ ଆମେ ଭଲ ରେଜଲ୍ଟ କରିପାରିବା। କିଛି ନାହିଁ ତାରି ରିଲେଟିଭ୍ ଆମେ ଲେଖିବା। ଦେଖ କ'ଣ ଦେଇଛି ପ୍ରଥମେ ଦେଇଦେଇଛି ଏଇଠି ଦେଖ ଦୁର୍ଯ୍ୟୋଧନଙ୍କ ରକ୍ତ ନଦୀ ସନ୍ତରଣ ତମେମାନେ ପଢ଼ିଥିବ ତ ବିଷୟ ତମର ଅଛି। ତାପରେ ତ ଯଦି ତମେ ରିଲେଟିଭ୍ ଲେଖୁଛ ମାନେ ଧରନ୍ତୁ ତମର କ'ଣ ପଚାରିଥିବ ଦୁର୍ଯ୍ୟୋଧନ ରକ୍ତ ନଦୀ କହିଲେ ତାର ସଂଜ୍ଞା ସ୍ୱରୂପ ପ୍ରକାର ଭେଦ ବାସ୍ ତମକୁ ମୁଁ ସବୁବେଳେ କହିଛି ସଂଜ୍ଞା ସ୍ୱରୂପ ପ୍ରକାର ଭିତରେ ଟିକେ ପଢ଼ିବ ଯେହେତୁ ଆମର କ୍ଲାସ୍ ହୋଇନାହିଁ ଆଉ ଯେଉଁଗୁଡ଼ା ବି ଆଗରୁ ହେଇଛି କିଛିଟା ବି ଦେଖିଥିବ କୋଶ୍ଚିନ୍ ଆନ୍ସର୍ ମଧ୍ୟ ଡିସ୍କସନ୍ ହୋଇଛି ଯାହାକି ପୂର୍ବରୁ ସେସବୁ ହୋଇଥିଲା। ତ ତୁମେମାନେ ଯଦି ଦେଖିଥିବ ଆଗରୁ ତାହେଲେ ତୁମେ ଜାଣିଥିବ। ବର୍ତ୍ତମାନ ମୁଁ ଏବେ କରୁଛି ଯେଉଁଟାକି ତୁମମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ କାହିଁକିନା ତୁମର ଏକ୍ଜାମ୍ ତ ଅଛି ତ ମୁଁ ଭାବିଲି କି ସେଥିପାଇଁ ତ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଦେଇଦେବାଟା ଠିକ୍ ହେବ ଠିକ୍ ଅଛି। ଦେଖ କବିତା କରୁଣ ରସର ଅପୂର୍ବ କାରିଗରୀ ଉତ୍ତୀର୍ଣ୍ଣ ଆଲୋଚନା କର। ଦେଖ ଦୁର୍ଯ୍ୟୋଧନଙ୍କ ରକ୍ତ ନଦୀ ସନ୍ତରଣ ଠିକ୍ ଅଛି ଆର ସଂଜ୍ଞା ସ୍ୱରୂପ ପ୍ରକାର ଭିତରେ ଟିକେ ଭଲ ଭାବରେ ଦେଖିକି ଯାଇଥିବ। ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ VVI ଭେରି ଇମ୍ପୋର୍ଟାଣ୍ଟ ବାରମ୍ବାର ଆସୁଛି ଏଥର ମଧ୍ୟ ତମର ଏକ୍ଜାମ୍ରେ ନିଶ୍ଚିନ୍ତ ଆସିବ ଏଇଟା ଭଲ ଭାବରେ ଦେଖିକି ନେଇ ଯାଇଥିବ। ଦେନ୍ ଦେଖ ତମର କ'ଣ ଦେଲା ପଠିତ କବିତାରେ ସାରଳା ଦାସଙ୍କ ବର୍ଣ୍ଣନା ବିଳାସର ପରିଚୟ ପ୍ରଦାନ କର। ଏଇଟା ମଧ୍ୟ ଦେଖିକି ଯାଇଥିବ ଯେଉଁଗୁଡ଼ା ମୁଁ ଭେରି ଇମ୍ପୋର୍ଟାଣ୍ଟ କହୁଛି ସେଇଗୁଡ଼ା ହିଁ ଚିହ୍ନ ମାର୍କ ଲେଖିକିନି ରଖିଥାଅ ଠିକ୍ ଅଛି ଯାହାଫଳରେ କି ତୁମେ ଏକ୍ଜାମ୍ରେ ଭଲ ରେଜଲ୍ଟ ମଧ୍ୟ କରିପାରିବ। ଆଉ ଏଇଟା ଲଙ୍ଗ୍ କୋଶ୍ଚିନ୍ ଯେହେତୁ ରହୁଛି ତୁମେ ପଏଣ୍ଟ ଦେଇ ଲେଖିବ ଲଙ୍ଗ୍ କୋଶ୍ଚିନ୍ ଧରନ୍ତୁ ତୁମର 15 ମାର୍କିଆ ଦେଇଛି କି 7 ମାର୍କିଆ ଦେଇଛି ତୁମେ ସେଠି କ'ଣ କରିବ ପଏଣ୍ଟ ଦେଇ 7ଟା ପଏଣ୍ଟ ଦେଇ ଲେଖିବ 15 ପଏଣ୍ଟ ଦେଇକି ଲେଖିଲେ ତୁମମାନଙ୍କୁ ଭଲ ରେଜଲ୍ଟ ମିଳିବ ଠିକ୍ ଅଛି। ତାପରେ ଦେଖ କ'ଣ ଦେଇଛି 3 ନମ୍ବର ଭାଗବତର ପଠିତାଂଶ ଅବଲମ୍ବନରେ ଗୁରୁ ବାବଦର ପରିଚୟ ଦିଅ। ଏଇଟା ଯେଉଁ ଦେଇଛି ଭାଗବତର ପଠିତାଂଶ ୟା ଉପରେ ମଧ୍ୟ ତୁମେ ଭଲ ଭାବରେ ଦେଖିକି ଆସିଥିବ ତାର ସଂଜ୍ଞା ସ୍ୱରୂପ ପ୍ରକାର ଭେଦ ମଧ୍ୟ ଭଲ ଭାବରେ ଦେଖିକିନି ଆସିଥିବ। ତାପରେ ଦେଖ 4 ନମ୍ବର ରସକଲୋଳ ପଠିତାଂଶ ଅବଲମ୍ବନରେ ଦୀନକୃଷ୍ଣ ଧର୍ମାଦର ପରିଚୟ ଦିଅ। ଦେଖ ତମେ ମୁଁ ବାରମ୍ବାର ଏଇଟା କହୁଛି ଯେ ତମେ ଏଇଟା ପଢ଼ିକିନି ଆସିଥିବ କିନ୍ତୁ ତାର ଯେଉଁ ଦୀନକୃଷ୍ଣଙ୍କ ଧର୍ମ ମହନ୍ତର ପରିଚୟ ଦିଅ ଏଇଟା ଯେଉଁଟା ତମେ ପଢ଼ିନ ତା ରିଲେଟିଭ୍ ଉପରେ ପଢ଼ିକିନି ଆସିଛ ଅଲଗା କିଛି ପଢ଼ିକିନା ତ ସେଇଟାକୁ ହିଁ ତମେ ଏଠି ଏକ୍ସପ୍ଲେନ୍ କରିବ ଲେଖିବ ଛାଡ଼ିବନି କୌଣସି ଜିନିଷ ଛାଡ଼ିକିନି ଆସିବନି ଠିକ୍ ଅଛି ଫିଲ୍ଅପ୍ କରିବ ତାକୁ କିଛି ପ୍ରୋବ୍ଲେମ୍ ନାହିଁ। ଯଦି ତୁମେ ଛାଡ଼ି ଦେଉଛ ତାହେଲେ ସେଠି ତୁମକୁ ମାର୍କ ମିଳିବ ଯଦି ତୁମେ କିଛିଟା ଲେଖିଛ ତାହେଲେ ତୁମକୁ ସେଠି ଯଦି 15 ମାର୍କ ଥିବ ତୁମକୁ ସେଠି 7 ମାର୍କ ମଧ୍ୟ ଦିଆଯିବ କାହିଁକିନା ପିଲାଟା ଲେଖିଛି ବୁଝିପାରୁଛ କି ନାହିଁ। ଆଚ୍ଛା ତାପରେ 5 ନମ୍ବର ଦେଖ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ୟା ଉପରେ ଭଲ ଭାବରେ ଦେଖିନି ଆସିଥିବ ମୁଁ ବାରମ୍ବାର କହୁଛି ଆକୁ ଟିକେ ଭଲ ଭାବରେ ଦେଖିଦିଅ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଉପରେ ପକଉଛି ଏବଂ ତୁମର ମଧ୍ୟ ନିଶ୍ଚିନ୍ତ ପଢ଼ିଥିବ। ପଠିତାଂଶ ଅବଲମ୍ବନ କବିଙ୍କ କ'ଣ କବିତାର ପରିଚୟ ପ୍ରଦାନ କର। ତାପରେ ଦେଖ କ'ଣ ଦେଲା ପ୍ରତିମା ନାଟକ ୟାକୁ ବି ଭଲ ଭାବରେ ଦେଖିନି ଆସିଥିବ ହେଲା ଏକ ଯଥାର୍ଥ ଯୁଦ୍ଧୋତ୍ତର କବିତା ବିଚାର କର। ଏଟା ବି ଭଲ ଭାବରେ ପିଲାମାନେ ତୁମେ ଦେଖିନି ଯାଇଥିବ ନିଶ୍ଚିନ୍ତ କାହିଁକିନା ତୁମର ଯେଉଁ ଜିନିଷ ବାରମ୍ବାର ପଚାରୁଛି ମୁଁ ସେଇଗୁଡ଼ାକୁ ହିଁ ତୁମମାନଙ୍କୁ ବାରମ୍ବାର କହୁଛି ସେଇଗୁଡ଼ା ହିଁ ଦେଖିକିନି ଯାଅ ଆଉ ନିଶ୍ଚିନ୍ତ ତୁମର ପୁରା କୋଶ୍ଚିନ୍ରେ ଥୁଆ ହିଁ ହେଇଥିବ ଠିକ୍ ଅଛି। ପ୍ରତିମା ନାଟକ କ'ଣ କାହାକୁ କୁହାଯାଏ। ତାପରେ ଦେଖ ଗୋପବନ୍ଧୁ ବନ୍ଦୀର ସନ୍ଧ୍ୟା ଅନୁଚିନ୍ତା କବିତାର ପ୍ରକଟ କରିଥିବା ଚିନ୍ତା ଚେତନାର ପରିଚୟ ପ୍ରଦାନ କର। ଏଇଟା ବି ଟିକେ ଦେଖିଥିବ। ଦେନ୍ ତୁମେ ଦେଖ ସାରଳା ଦାସଙ୍କ କବିତା କଳ୍ପନା ବିଳାସ ଦୁର୍ଯ୍ୟୋଧନଙ୍କ ରକ୍ତନୟ ସନ୍ତରଣ ଦେଖ ଦୁର୍ଯ୍ୟୋଧନଙ୍କ ରକ୍ତନୟ ସନ୍ତରଣ ଉପରେ ବାରମ୍ବାର ସେ ପଚାରୁଛି କବିତାରେ କିପରି ପ୍ରତିଫଳିତ ତାହା ଆଲୋଚନା କର। ଦେଖୁଛ ଏଇଟା ମାନେ ଦୁର୍ଯ୍ୟୋଧନଙ୍କ ରକ୍ତ ନଦୀ ପ୍ରଥମେ ଆମେ ଦେଖିଲେ ଦେନ୍ ଏବେ ଦେଖୁଛନ୍ତି ମାନେ ସେ ସେଇ ଜିନିଷକୁ ଟିକେ ଏପଟ ସେପଟ କରି ପକାଉଛି ଠିକ୍ ଅଛି। ତ ତୁମେ ଜାଣିଛ ଲେଖିବ ଆରାମସେ କିଛି ଡରିବାର ନାହିଁ ଆରାମସେ ତୁମେ ଭଲ ରେଜଲ୍ଟ କରିପାରିବ
ठीक अच्छे। तापर 9 नंबर देख, 9 नंबर कौन देला ना जगन्नाथ दास को भागवत वर्णना अवधि 24 कुरु प्रसंग कुरुवाद संपर्क आलोचना कर, यहाँ भी टी देखि। तापर देख कौन देला ना दुर्योधन को रक्त नहीं संतरण कविता अवलंबन शारदा दास कवित पाश्चात्य निरूपण कर। देख ये तुम क्वेश्चन आसी तुम डाउट रे पड़ कौन पड़ ना सीटा आम तो पढ़ी आसलु अलग कि पढ़ीचे अलग नाई ता रिलेटिव पढ़ी मैंने तुम लिख। 11 नंबर देख इंपोर्टाट कौन देखिए भेरी भेरी इंपोर्टाट मारिक रखिद। युद्धतर पृथ्वीर नारी जीवन संघर्ष प्रतिमा नायक कवितार किपर प्रतिफलित आलोचना प्रतिमा नायक। देख से जिनस को बारंबार पचारूँ तुमने भल भाव देखी जाइए जोटा कि मेन इंपोर्टाट मुझे सब समस्त को कही जे सब संज्ञा स्वरूप प्रकार तो यही 3टा को भल भाव पढ़ी जाइए कि ना तो किसी लिख ना पढ़ी जाइए माने सीटा रक्त नदी सो सन्तरण दुर्योधन रक्त नदी सन्तरण कौन क्या कहुए कि जानी आराम से आउ जहाँ भी तुम कौन कर मनरू एक्सप्लेन कर ठीक अच्छे। तापर देख 12 नंबर कौन देला ना रसकल काव्यर प्रथम छंद आधार कवि उक्तिमाला परिचय प्रदान कर, ठीक अच्छे। यहाँ भी बारंबार देख पचार देख तुमको जो गुड़ा बारंबार पचार मुझे भल भाव कहूँ आगुड़ा निश्चिंत ही आसो तुम एग्जाम। 13 नंबर देख यहाँ भेरी भेरी इंपोर्टाट लिखिकी रख। आ गोटे कथा मुझे समस्त को कहूँ कि जो मैंने पीडीएफ एपर्तंत डाउनलोड करना से टेलीग्राम डिस्क्रिप्शन में दि जाए टेलीग्राम रे जॉइन होइकिने डाउनलोड कर डिस्क्रिप्शन में लिंक अच्छी टेलीग्राम रो जॉइन हो डाउनलोड कर पीडीएफ, ठीक अच्छे। देखो बर्तमान जाके कोड 9, 10 एवं 8 ना पीडीएफ। तापर देख भगवत वर्णित पिंगलार आध्यात्मिक उत्तोलन सन्यास अवधू को शिक्षा देइछि दर्शाओ, ठीक अच्छे। तापर देख दुर्योधन को रक्त नदी संतरण प्रसंग रे मर्मवाणी उल्लेख कर, यहाँ मोस्ट इंपोर्टेंट क्वेश्चन। तापर देख कोटि ब्रह्मांड सुंदरी काव्यर प्रथम छंद अवलंबन रे कंबु नाटक महात्म्य वर्णना कर। कोटि ब्रह्मांड सुंदरी यहाँ भी भेरी भेरी इंपोर्टेंट क्वेश्चन आपको भी टी VVI मारिक रखि जहाँफल कि तुम मानकर यहाँ बारंबार आसुअछि, ठीक अच्छे। तो यहाँ था मोस्ट इंपोर्टाट तुम 15टी क्वेश्चन या भितर आस बाहर कौन क्वेश्चन आसो ना बस आज ये वीडियो आशा कर तुम वीडियो भल लगी जब वीडियो भल लगी तो वीडियो को लाइक करेंगे चैनल को ये आगो वीडियो देखापी चैनल को सब्सक्राइब करेंगे। जय हिंद, वंदे मातरम।